ଦେଖ ପିଲାମାନେ ଆଜିର ଏ ଭିଡ଼ିଓରେ ଆମେ PMST ଏକ୍ଜାମ୍ ପାଇଁ କିଛି ଇମ୍ପୋର୍ଟାଣ୍ଟ କୋଶ୍ଚିନ୍ ଦେଖିବା। ଯେମିତିକି ଆମର ଯେଉଁ ପୂର୍ବରୁ ଯେଉଁ ଭିଡ଼ିଓ ଗୁଡ଼ିକ ଆସିଛି ତମେ ଯଦି ଦେଖିନ ଚେକ୍ କରିନିଅ ହେଲା। ତ ଆଜିର ଏଇ ଭିଡ଼ିଓରେ ଆମେ ତମର ଏଜ୍ ରିଲେଟେଡ୍ କୋଶ୍ଚିନ୍ ସବୁ ଦେଖିବା। ତମର ଦେଖିବ ଯେ ସବୁବେଳେ ଏଜ୍ ସମ୍ବନ୍ଧୀୟ ଯେଉଁ କୋଶ୍ଚିନ୍ ଗୁଡ଼ିକ ଆସିଥାଏ ସେଥିରେ ତମର ଅନୁପାତର କନସେପ୍ଟ ୟୁଜ୍ ହେଇଥାଏ ଏବଂ ଦୁଇ ତିନି ଜଣ ଲୋକଙ୍କର ଅତୀତର ବୟସ ଭବିଷ୍ୟତର ବୟସ ଭିତରେ ଗୋଟେ ରିଲେସନ୍ ଥାଏ। ସେଥିରୁ ଯେଉଁ ଇକ୍ୱେସନ୍ଟା ତମେ ଯଦି ଠିକ୍ରେ ବାହାର କରିଦେଉଛ ତାହେଲେ ଆନ୍ସର୍ ପୁରା ଇଜିଲି ହେଇଯିବ ହେଲା। କିମ୍ବା ତମେ ଟ୍ରିକ୍ ୟୁଜ୍ କରିବି କରିପାରିବ। ତମେ ଆମର ଯେଉଁ ଅପଲୋଡ଼ ହେଇଛି ଦେଖିଥିବ ଯେ ଇମ୍ପୋର୍ଟାଣ୍ଟ ଟପିକ୍ରେ ଏଜ୍ ରିଲେସନ୍ ଟପିକ୍ଟା ଚେକ୍ କର, ସେଠି ତମକୁ ଡିଟେଲି ଲେକ୍ଚରଟା ମିଳିଯିବ। ସମସ୍ତେ ଦେଖିନିଅ ହେଲା। ତ ଆଜିର ଏଇ ଭିଡ଼ିଓରେ ଆମେ ଇମ୍ପୋର୍ଟାଣ୍ଟ କୋଶ୍ଚିନ୍ ଦେଖୁଛନ୍ତି। ସୋ 1 ନମ୍ବର କୋଶ୍ଚିନ୍ ତମକୁ ଦେଇଛି ଏଇଟା ହେଉଛି ତମର B ହେଲା। A ଓ B ର ବର୍ତ୍ତମାନ ବୟସର ଅନୁପାତ ହେଉଛି 4:5। 4 ବର୍ଷ ପରେ ସେମାନଙ୍କର ବୟସର ଅନୁପାତ 14:17। ତେବେ B ର ବର୍ତ୍ତମାନ ବୟସ କେତେ ହେବ? ଦେଖ ପିଲାମାନେ, ମନେକର A ଆଉ B ର ବର୍ତ୍ତମାନ ବୟସ ହେଉଛି ତମର ଦେଇଛି କେତେ 4:5 ଅଛି ନା, ତାହେଲେ 4x ଓ 5x ଏତିକି ନେଇଯାଅ। ତାହେଲେ ତମର ଅନୁପାତଟା କେତେ 4:5 ରହୁଛି। ନେକ୍ସଟ ଦେଖିବ ତମେ 4 ବର୍ଷ ପରେ ହେଲା। 4 ବର୍ଷ ପରେ କ'ଣ ହବ ନା A ର ବୟସ କେତେ ହେଇଯାଇଥିବ 4x + 4, B ର ବୟସ ହେଇଯାଇଥିବ 5x + 4। ଏଇ ଯେଉଁ ଅନୁପାତଟା ତମର କେତେ ନା 14:17 ବା ଏଇଟା 14/17 ଲେଖିପାରିବ। ବୁଝିହେଉଛି ତ? ସୋ ଏତିକି ଯାଏଁ ପହଞ୍ଚିଗଲା ପରେ କୋଶ୍ଚିନ୍ରେ ଆଉ କିଛି ନାହିଁ, ତମର କେବଳ କ୍ରସ୍ ମଲ୍ଟିପ୍ଲିକେସନ୍ କରିଦେବ। ତ ଲେଖିଦେବ ଯେ 17 ଗୁଣନ 4x + 4 ଇକ୍ୱାଲ୍ ଟୁ 14 ଗୁଣନ 5x + 4। 17 କୁ 4x ରେ ଗୁଣିଲେ କେତେ ହେବ? ତମର ହେଇଯିବ 68x। 17 କୁ 4 ରେ ନେକ୍ସଟ ଗୁଣି ଦିଅ, କେତେ ହେବ? 68। ଏପଟେ ତମର କେତେ ହେବ? 14 କୁ 5 ରେ ଗୁଣିଲେ ହେଉଛି 70x। 14 କୁ 4 ରେ ଗୁଣିଲେ କେତେ? 56। ନେକ୍ସଟ କ'ଣ କରିବ? ତମର x କୁ ଗୋଟେ ପଟକୁ ନେଇ ଆସ। ତ ଏପଟେ ତମର କେତେ ହେଇଯିବ? 68 - 56 ଇକ୍ୱାଲ୍ ଟୁ 70x - 68x ରହିବ। ତାହେଲେ 8 ଇକ୍ୱାଲ୍ ଟୁ ହେଉଛି 2x। ତାହେଲେ x ର ମୂଲ୍ୟ କେତେ ହେଇଯିବ? 8/2 ଇକ୍ୱାଲ୍ ଟୁ 4। ବୁଝିପାରୁଛ ନା? ସୋ ଏଇଠି ଟିକେ ଭୁଲ ହେଇଗଲା। ଦେଖ 68 ରୁ 56 ଗଲେ କେତେ? 12 ହେବ ନା। ଏଠି ତମର କେତେ ହେଇଯିବ? 12/2 6 ଆସିବ। ବୁଝିହେଉଛି? ତାହେଲେ x ଯଦି 6, ତମର B ର ବର୍ତ୍ତମାନ ବୟସ ଆମେ କେତେ 5x ନେଇଥିଲେ ନା, ତାହେଲେ କେତେ ହେଇଯିବ? 5 × 6 ହେଉଛି 30। ତାହେଲେ A ହେଉଛି ତମର କରେକ୍ଟ। ବୁଝିହେଲା ନା? ତ ଏଜ୍ ରିଲେସନ୍ କୋଶ୍ଚିନ୍ ଗୁଡ଼ିକ ଇଜି ହିଁ ଥାଏ। ତମେ ଏମିତି ଯଦି ଇକ୍ୱେସନ୍ ଗୋଟେ କାଢ଼ି ଦେଉଛ ଆରାମସେ କୋଶ୍ଚିନ୍ ସଲ୍ଭ ହେଇଯିବ। ବୁଝିହେଲା ତ? ନେକ୍ସଟ କୋଶ୍ଚିନ୍ ଦେଖିବା। 2 ନମ୍ବର ଦେଖ, ବର୍ତ୍ତମାନ ବରୁଣ ଆଉ କପିଲର ବୟସର ସମଷ୍ଟି ହେଉଛି 42 42 ବର୍ଷ। 5 ବର୍ଷ ପରେ ସେମାନଙ୍କର ବୟସର ଅନୁପାତ ହେଇଯିବ 15:11। ତେବେ କପିଳର ବର୍ତ୍ତମାନ ବୟସ କେତେ? ତ ଦେଖ, ବର୍ତ୍ତମାନ ତମର ବରୁଣ ଆଉ କପିଲ ବୟସ ମିଶିକି କେତେ ହେଉଛି? 42 ହେଉଛି। ତାହେଲେ 5 ବର୍ଷ ପରେ କ'ଣ ହେବ କି? ତମର ବରୁଣର ବି 5 ବଢ଼ିବ, କପିଲର ବି 5 ବଢ଼ିବ, ନୁହେଁ କି? +5 +5। ତାହେଲେ 5 ବର୍ଷ ପରେ ଯଦି ଆମେ ବରୁଣ ଆଉ କପିଲର ବୟସ ମିଶେଇବା ତାହେଲେ କେତେ ହେଇଯିବ? ଏଠି 5 ଏଠି 5, ତ ମୋଟ 10 ବଢ଼ିବ। ତ 42 + 10 ହେଉଛି 52। ସୋ ଦେଖ, 5 ବର୍ଷ ପରେ ଯେଉଁ ଅନୁପାତଟି ଦେଇଛି ସେଇଟା କେତେ ଅଛି? 15:11 ଅଛି ହେଲା। ତ ଏଇଟାକୁ ଯଦି ତମେ 15x ନେଇଯାଉଛ, ଏଇଟାକୁ ତମେ 11x ନେବ ହେଲା।
ଏଇଟା ହେଉଛି ତମର କାର ବରୁଣର ବୟସ, ଏଇଟା ହେଉଛି କପିଳର ବୟସ। ତ ଏତିକି ମିଶିକି ତମର କେତେ 52 ହବ ନା, କାରଣ ଦି ଜଣଙ୍କର ବୟସ ମିଶିକି କେତେ ହେଉଛି 52 ହେଉଛି। ତାହେଲେ 26x ହେଉଛି ତମର 52, x କେତେ ଆସିଯିବ ନା 52/26 ଇକ୍ୱାଲ୍ ଟୁ 2। ତ ଦେଖ ଏଇଟା ଆମେ ଦେଖୁଛନ୍ତି 5 ବର୍ଷ ପର କଥା ହେଲା, ଯେତେବେଳେ କି କପିଳର ବୟସ କେତେ 11x ନେଇଥିଲେ ନୁହେଁ କି, ବରୁଣର ବୟସ 15x। ତାହେଲେ କପିଳର ବୟସ କେତେ ହେଇଯିବ 11 × 2, ଏକ୍ସଟା 2 ପାଇଲେ ନା, ତ ଏଇଟା 22। ତ ଯଦି ତମେ ଏଠି 22ଟା ଆନ୍ସର କରିଛ ଭୁଲ ହେଇଯିବ, କାରଣ ଏଇଟା ଆମେ 5 ବର୍ଷ ପର କଥା ଦେଖୁଛନ୍ତି। ତାହେଲେ ବର୍ତ୍ତମାନ କପିଳ ବୟସ କେତେ ହବ, ଏଇ ଯୋଉ 22ଟା ଆସିଛି ଏଇଟା ମାନେ 5 ବର୍ଷ ପରେ ହେଲା, ତ 22 - 5 17 ହବ ହେଲା। ତାହେଲେ ଏ ହେଉଛି ତମର ଆନ୍ସର। ବୁଝିପାରିଲ, ଏଠି 22 କରିବନି, ତମକୁ କନଫ୍ୟୁଜ କରିବାକୁ ଦୁଇଟା ଯାକ ଦେଇ ଦେଇଥିବ। ବୁଝିପାରିଲ ତ କେମିତି କଲେ? ତ ଏଇଟା ବି ଇଜି କ୍ୱେଶ୍ଚିନ୍ ଥିଲା। ତ ନେକ୍ସଟ କ୍ୱେଶ୍ଚିନ୍ ଦେଖିବା। ତ ଦେଖ 3 ନମ୍ବର କ୍ୱେଶ୍ଚିନ୍ ତ ମୁଁ ଦେଇଛି, ବର୍ତ୍ତମାନ ଅନିଲର ବୟସ ପୂର୍ବୀର 1.5 ଗୁଣ। 8 ବର୍ଷ ପରେ ଏଇ ଯେଉଁ ଅନୁପାତଟା 25:18 ହେବ, ତେବେ ପୂର୍ବୀର ବର୍ତ୍ତମାନ ବୟସ କେତେ? ତ ଦେଖ ପ୍ରଥମେ ଗୋଟେ କାମ କର, ବର୍ତ୍ତମାନ ପୂର୍ବୀର ବୟସକୁ ତମେ ନେଇଯାଅ x ହେଲା। ଯଦି ପୂର୍ବୀର ବୟସ x ରହୁଛି ତାହେଲେ ଅନିଲର ବୟସ କେତେ ହବ? ଅନିଲର ବୟସ ହେଉଛି କ'ଣ ପୂର୍ବୀର 1.5 ଗୁଣ। ତ ଦେଖ ପୂର୍ବୀର ବୟସ ଯଦି x, ତ ମୁଁ ଦେଇଛି ଯେ ଅନିଲର ବୟସ କ'ଣ ପୂର୍ବୀର 1.5 ଗୁଣ, ଅର୍ଥାତ୍ 1.5x ତମେ ନେଇଯାଅ ହେଲା। 8 ବର୍ଷ ପରେ କ'ଣ ହବ? 8 ବର୍ଷ ପରେ ଏଇ ଯେଉଁ ଅନୁପାତଟା ତମର ହେଇଯିବ 25:18 ହେଇଯିବ ବୋଲି ଦେଇଛି। ତାହେଲେ 8 ବର୍ଷ ପରେ ପୂର୍ବୀର ବୟସ କେତେ ହେଇଥିବ କି x + 8, ଅନିଲର ବୟସ କେତେ ହେଇଯାଇଥିବ 1.5x + 8, এইটা ଇକ୍ୱାଲ୍ ଟୁ ତମର କେତେ ନା 25/18। ତ ଦେଖ ଏଠି ଟିକେ ମୁଁ ଭୁଲ ଲେଖିଦେଲି, କାରଣ ଅନିଲର ବୟସଟା ଆଗ ଲେଖା ହେଇଛି ନା, ତ ଅନିଲର ବୟସଟାକୁ ଆମେ ଆଗ ଲେଖିବାକୁ ପଡ଼ିବ। ଉପରେ କୋଉଟା ଲେଖିବା 1.5x + 8ଟା ଉପରେ ଲେଖିବା। ତ ଦେଖ ଉପରେ ଲେଖିଲି ମୁଁ 1.5x + 8, ତଳେ x + 8, এইটা ହେଉଛି 25/18। ତ କ୍ରସ୍ ମଲ୍ଟିପ୍ଲିକେସନ୍ କରିଦିଅ, 18 × 1.5x + କେତେ 8, ନେକ୍ସଟ 25ଟା ୟା ସହିତ ମଲ୍ଟିପ୍ଲାଏ କର, 25 × x + 8, ଏତିକି ଯାଏଁ କ୍ଲିୟର। ନେକ୍ସଟ 18କୁ 1.5ରେ ଗୁଣିଲେ କେତେ ହବ? 1.5ର ଅର୍ଥ ହେଉଛି 18କୁ ପ୍ରଥମେ 1ରେ ଗୁଣିଦେବ, ତାପରେ 18କୁ ପୁଣି 0.5ରେ ଗୁଣିଦେବ। 0.5 ମାନେ କ'ଣ ଅଧା କରିଦେବ। 0.5 ମାନେ କ'ଣ କି 5/10, 5/10 ଯା 1/2 ହେଉଛି ସେୟା। ତାହେଲେ 18 + 9 କେତେ ହେଉଛି 27। ତାହେଲେ ଏଇଟା ଆସିଯିବ 27x। ନେକ୍ସଟ 18କୁ 8ରେ ଗୁଣିଲେ କେତେ ହେଉଛି? 18କୁ 8ରେ ଗୁଣିଲେ ତମର ଆସିଯିବ 144 ନୁହେଁ କି। ନେକ୍ସଟ 25କୁ xରେ ଗୁଣିଲେ 25x, 25କୁ 8ରେ ଗୁଣିଲେ କେତେ 200। ନେକ୍ସଟ ତମର ପୁରା ଇଜି ହେଇସାରିଛି, ଏଇଟାକୁ ଏପଟୁ ନେଇ ଆସ, 27x - 25x, ଏପଟକୁ ସଂଖ୍ୟାଟାକୁ ନେଇ ଆସ, 200 - 144। ତାହେଲେ 2x = କେତେ ଆସିଗଲା 56। 2x ଯଦି ତମର 56, ତାହେଲେ x = 56/2 ହେଉଛି 28। ଏବଂ ତମେ ଯଦି ଦେଖିବ ପୂର୍ବୀର ବୟସକୁ ବି ଆମେ x ନେଇଥିଲେ ନା, ତାହେଲେ ପୂର୍ବୀର ବର୍ତ୍ତମାନ ବୟସ କେତେ ହେଇଯିବ 28 ହେଲା। 28 ତମେ ଦେଖ, ଯଦି ଅନିଲର ବୟସ ବି ଏଇଠି ଦେଇଦେଇଛି 42, କାରଣ ଅନିଲର ବୟସ କେତେ 1.5x, ତ 28କୁ ଯଦି 1.5ରେ ଗୁଣିବ 42 ଆସିବ। ତ ଏମିତି କନଫ୍ୟୁଜ ହେବନି, କାରଣ ପୂର୍ବୀର ବୟସ ପଚାରିଛି ମାନେ ପୂର୍ବୀର ବୟସ ହିଁ 28 କରିବ। କ୍ଲିୟର? ତ ଦେଖିବ ଯଦି ବୟସ ସମ୍ବନ୍ଧୀୟ କ୍ୱେଶ୍ଚିନ୍ ଦେଖ ପୁରା ଇଜି ରହୁଛି, ଆରାମସେ କରିଦେଇ ପାରିବ।
तो नेक्स्ट क्वेश्चन देखा। नेक्स्ट देख 4 नंबर तुमको देइछि वर्तमान मीना तार झील बयस 8 गुण है 8 वर्ष पर कौन हम ना मीना और तार झील बयस अनुपात 10:3 हम। तेबे मीनार वर्तमान बयस केते? तो देख फास्ट तुम देखीदब वर्तमान कथा कौन देइछि। तो झीर बयसटा को नहीं तुम एक्स, ताहेले मीनार बयस कौन? झील बयस 8 गुण अर्थात केते हम 8x। नेक्स्ट तुमको देइछि जे 8 वर्ष पर कथा देइछि। 8 वर्ष पर कौन हम? मीनार बयस केते हो 8x + 8 हो ना, एवं झीर बयस केते हो ना x + 8। तो এইটা जो अनुपातटा केते हो ना 10:3 अर्थात 10/3 लिखि दियो। नेक्स्ट तुम कौन यहाँ सल्व करदे केवल 3 को या सहित मल्टीप्लाई कर दियो, 10 को या सहित मल्टीप्लाई कर दियो, ताले केते 24x प्लस 24 इक्वल टू केते 10x + 80। नेक्स्ट कौन करियो x टाको गोटे पटू नहीं जाओ, संख्या को गोटे पटू नहीं जाओ। तो 24x - 10x इक्वल टू केते 80 - 24। तो देखो 24x रु 10x गले केते होची 14x, 80 रु 24 गले केते होची 56। तो 14x जदि तुम 56 होची, बुझी पारला ना कौन करिवो ये 14 टाको 56 तळकु नै आसीबो। तो 56/14 केते गला 4। तो मीनार वर्तमान बयस केते हबो? मीनार वर्तमान बयसटा में 8x नहीं चन ना, तो 8x माने केते हिजो ना 8 × 4, कारण x टा में 4 पाइछन ना। तो 8 को 4 गुणिले केते 32, ताले ए होची तमरा आंसर। सो बुझी पारछ तो एई बळी क्वेश्चन पूरा इजी रही है। तुम देखियो जदि वर्तमान बयसटा पचारछि तो एटा 32 हम, किंतु देखियो जे मैक्सिमम स्टूडेंट एटा 40 करछंती, जोटा कि 8 वर्ष पर कथा है। 8 वर्ष पर सिना 40 हम, किंतु वर्तमान केते वर्तमान 32 ना। बुझी पारछ? ताले ए होची तमर आंसर। तो परीक्षा रे केबे भी एमती भूल करिवो नाही। तुमको देखियो जे वर्तमान तुम नेइथिलो 8x, 40 होची सेटा 8 वर्ष पर कथा है। तो 40 आंसर करिवोनी 32 ही करिवो। बुझियला तो? कारण एज संबंधी जो क्वेश्चन आसे पूरा इजी रही है। तुम निजे देखुच जे केवल गोटे रिलेशन ही बाहर करदे क्वेश्चन पूरा सॉल्व हो जाउची, केवल ए रिलेशनटा काढ़ियार अच्छी। बुझेगा तो? नेक्स्ट क्वेश्चन देखा। नेक्स्ट देख 5 नंबर तो मुझे 5 वर्ष तले सचिन बयस विनीतर बयस 4 गुण थिला। 10 वर्ष पर कौन हम ना सचिन बयस विनीत बयस 2 गुण हम। ताले विनीतर वर्तमान बयस केते? तो देख मनकर वर्तमान सचिन आउ विनीतर बयस मु नहीं जाउची, सचिन x नौची, विनीतर बयस मु नौची y। सो देख 5 वर्ष तले कौन हेतिबो ना सचिन बयस केते थिबो x - 5, विनीतर बयस थिबो y - 5। तो ये जो अनुपातटा तमर केते रहइबो ना देख तमर देइछि जे सचिन बयस विनीतर बयस 4 गुण थिला, ताले एटा में 4/1 लिखिया हला, कारण सचिन बयसटा ऊपर लिखिछन ना, एवं सचिन बयस कोन विनीतर बयस 4 गुण थिला। ताहेले एइथुरु हमें पाइजिया जे x - 5 होउची तमर 4 × y - 5। ताहेले x - 5 होउची कोन 4y - 20। ताहेले गोटे काम करो 4y टाको एपटू नै आस, x - 4y -5 टाको एपटू नै आस, -20 + 5। ताहेले x - 4y इक्वल टू केते हबो -15। नेक्स्ट तो मु कौन देइछि ना 10 वर्ष पर कथा देइछि। तो 10 वर्ष पर कौन हम ना सचिन बयस विनीतर बयस 2 गुण हम। ताहेले हमें लिखिपारे जे x + 10
ଏଇଟା ହେଉଛି କ'ଣ ସଚିନର ବୟସ। ବିନୀତର ବୟସ କେତେ ଥିବ y ପ୍ଲସ୍ 10। ତ ଏଇଥିରେ ଗୋଟେ କାମ କର 2 ଗୁଣି ଦିଅ ହେଲା। ତାହେଲେ x ପ୍ଲସ୍ 10 ଇକ୍ୱାଲ୍ ଟୁ କେତେ ହେଇଯିବ ନା 2y ପ୍ଲସ୍ 20। ତ 2y ଟା ଗୋଟେ କାମ କର ଏପଟକୁ ନେଇ ଆସ। ତାହେଲେ x ମାଇନସ୍ 2y 10ଟାକୁ ଏପଟକୁ ନେଇ ଆସ। ତ 20ରୁ 10 ଗଲେ କେତେ ହେବ 10। ତ x ମାଇନସ୍ 2y ଇକ୍ୱାଲ୍ ଟୁ 10। ତ ଦୁଇଟା ଇକ୍ୱେସନ୍ ତମକୁ ମିଳିଗଲା। ଗୋଟେ ହେଉଛି x ମାଇନସ୍ 4y ଇକ୍ୱାଲ୍ ଟୁ କେତେ ମାଇନସ୍ 15। ଆଉ ଗୋଟେ ହେଉଛି x ମାଇନସ୍ 2y ଇକ୍ୱାଲ୍ ଟୁ 10। ବର୍ତ୍ତମାନ ତୁମେ ଜାଣିଛ ଯେ କ'ଣ କରିବାର ଅଛି। ଏଇଟାକୁ ଇକ୍ୱେସନ୍ 1 ଦେଇଦିଅ, ଏଇଟାକୁ ଇକ୍ୱେସନ୍ 2। ତ ଇକ୍ୱେସନ୍ 1 ଗୋଟେ କାମ କର ଇକ୍ୱେସନ୍ 2ଟା ମାଇନସ୍ କରିଦିଅ। ତାହେଲେ ଦେଖ ଏଠି x ଅଛି ଏଠି x ଅଛି କ୍ୟାନ୍ସଲ୍। ମାଇନସ୍ 4y ମାଇନସ୍ 2y ତାହେଲେ ଏଇଟା କେତେ ହେଇଯିବ ମାଇନସ୍ 4y ପ୍ଲସ୍ 2y ହେଇଯିବ ନା, କାରଣ ଏଇଟା ମାଇନସ୍ ଥିଲା। ଏଠି ପୁଣି ମାଇନସ୍ ଅଛି ମାନେ କ'ଣ ପ୍ଲସ୍ ହେଇଯିବ। ଏପଟେ କ'ଣ ହେବ ମାଇନସ୍ 15 ମାଇନସ୍ 10। ସୋ ଦେଖ ମାଇନସ୍ 4y ପ୍ଲସ୍ 2y ମିଶିକି କେତେ ହେଇଯିବ ମାଇନସ୍ 2y ହେବ ନା। ଏବଂ ଏପଟେ ତମର କେତେ ହେଇଯିବ ମାଇନସ୍ 15 ମାଇନସ୍ 10 ମାଇନସ୍ 25। ତାହେଲେ y ତମର କେତେ ଆସିଯିବ ନା ମାଇନସ୍ 25 ବାଇ ମାଇନସ୍ 2। ତାହେଲେ ଏଇଟା କେତେ ହେବ ଏଇଟା ପଜିଟିଭ୍ ହେଇଯିବ କାରଣ ନେଗେଟିଭ୍ ନେଗେଟିଭ୍ କ୍ୟାନ୍ସଲ୍। ତ 25 ବାଇ 2 ତମର ହେଇଯିବ 12.1/2 ବର୍ଷ। ତ ଦେଖ ବିନୀତର ବୟସ ତମେ କେତେ ନେଇଥିଲ y ନେଇଥିଲ ଏବଂ y ତମକୁ ମିଳିଗଲା 12.1/2। ତାହେଲେ ତମର C ହେଉଛି ଆନ୍ସର୍। ବୁଝିପାରିଲ ତ? ତ ଯଦି ତୁମକୁ କ୍ୱେଶ୍ଚିନ୍ ଏମିତି ଦେଉଛି ତୁମେ ଦୁଇଟା ଇକ୍ୱେସନ୍ ବାହାର କରିଦେବ ଯଦି ପୁରା କ୍ଲିଅରଲି ଏଇଟା କରିଦେଇପାରିବ। ସୋ ଏଇସବୁ କ୍ୱେଶ୍ଚିନ୍ ଆମେ ଟ୍ରିକ୍ ଲଗାଇ ମଧ୍ୟ ସଲ୍ଭ କରିଦେଇପାରିବା। ଏଗୁଡ଼ିକ ତୁମକୁ ସର୍ଟ ଟ୍ରିକ୍ରେ ମିଳିପାରିବ। ତୁମେ ସେଇ ଟ୍ରିକ୍ର ପ୍ଲେଲିଷ୍ଟ ଚେକ୍ କର ହେଲା। ସୋ ମୁଁ ଆଶା କରୁଛି ଆଜି ଯେଉଁ 5ଟି କ୍ୱେଶ୍ଚିନ୍ ଦେଖିଲେ ମେନଲି ତୁମର ଏଜ୍ ରିଲେଟେଡ୍ ଏଇଭଳି କ୍ୱେଶ୍ଚିନ୍ ହିଁ ଆସିଥାଏ ହେଲା। ଏତିକି ସଲ୍ଭ କରିଦିଅ, ନିଶ୍ଚିତ ଭାବରେ ତୁମେ ଗୋଟେ କ୍ୱେଶ୍ଚିନ୍ ଏଥିରୁ ପାଇଯିବ। ସୋ ମୁଁ ଆଶା କରୁଛି ଆଜିର ଭିଡ଼ିଓ ତୁମକୁ ଭଲ ଲାଗିଥିବ। ସୋ ସାଙ୍ଗସାଥିମାନଙ୍କ ସହିତ ସେୟାର କରିବାକୁ ଭୁଲିବନି ଏବଂ ଆମ ଟେଲିଗ୍ରାମ ଚ୍ୟାନେଲରେ ମଧ୍ୟ ଜଏନ୍ ହେଇଯିବ, କାରଣ ସେଠି ତୁମେ ଲାଇଭ୍ କୁଇଜ୍ ଆଟେଣ୍ଡ କରିପାରିବ ଏବଂ ନିଜ ଡାଉଟ୍ ମଧ୍ୟ ପଚାରିପାରିବ। ସୋ ପରୀକ୍ଷା ତୁମର ବହୁତ ପାଖେଇ ସାରିଛି। ସୋ ନିଶ୍ଚିତ ଭାବରେ ତୁମେ ଅଧିକରୁ ଅଧିକ କ୍ୱେଶ୍ଚିନ୍ ସଲ୍ଭ କର, ଯାହା ଡାଉଟ୍ ରହୁଛି ତୁମେ ଟିଚରମାନଙ୍କୁ ପଚାରି ଏବେଠାରୁ କ୍ଲିୟର କରିନିଅ ହେଲା। ସୋ ସମସ୍ତଙ୍କୁ ପରୀକ୍ଷା ପାଇଁ ବେଷ୍ଟ ଅଫ୍ ଲକ୍। ଦେଖା ହେବା ନେକ୍ସଟ ଭିଡ଼ିଓରେ। ଥ୍ୟାଙ୍କ ୟୁ।